ତ ବନ୍ଧୁ ନମସ୍କାର। ଆମେ ପୂର୍ବ ଭିଡ଼ିଓରେ ଜାଣିଥିଲେ ଯେ ଭ୍ରୁଲତା ଲକ୍ଷଣ, ଆଉ ଆଜି ଆମେ ଏହି ଭିଡ଼ିଓରେ ଜାଣିବା ନାସାର ଲକ୍ଷଣ। ତ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା। ଯେଉଁ ପୁରୁଷ କିମ୍ବା ନାରୀର ନାକ ଅତୀବ ପେଚା ଚେପା ସେମାନଙ୍କୁ ବୁଦ୍ଧିମତୀ କହିବ। ମୁଁ ପୁଣି ଥରେ କହିଦେଉଛି ଆପଣମାନଙ୍କୁ, ଯେଉଁ ପୁରୁଷ କିମ୍ବା ନାରୀର ନାକ ଅତୀବ ଚେପ୍ଟା ସେମାନଙ୍କୁ ବୁଦ୍ଧିମତୀ କହିବ। ତ ଆଗକୁ ଯିବା। ଯେଉଁ ନାରୀମାନଙ୍କର ନାସାର ଅଗ୍ରଭାଗ ଲାଲ ରଙ୍ଗ କୁଞ୍ଚି କୁଞ୍ଚିଆ ସଦୃଶ୍ୟ ସେମାନଙ୍କୁ ବୌଦ୍ଧବ୍ୟ ଯୋଗ କହିବ। ଏଟା ବି ମୁଁ ପୁଣି ଥରେ ଦୋହରାଇ ଦେଉଛି ଆପଣମାନଙ୍କୁ। ଯେଉଁ ନାରୀମାନଙ୍କର ନାସାର ଅଗ୍ରଭାଗ ଲାଲ ରଙ୍ଗ କୁଞ୍ଚି କୁଞ୍ଚିଆ ସଦୃଶ୍ୟ ସେମାନଙ୍କୁ ବୈଧବ୍ୟ ଯୋଗ କହିବ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ନାସାର ଅଗ୍ରଭାଗ ଶୁକ୍ଳ ଦେଖାଯାଏ ସେପରି ପୁରୁଷଙ୍କୁ ଅଳ୍ପାୟୁ ବୋଲି କହିବ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ପୁରୁଷମାନଙ୍କର ନାସାର ଅଗ୍ରଭାଗ ବକ୍ର ସଦୃଶ୍ୟ ହୋଇଥିବ ସେମାନଙ୍କୁ ମଦ୍ୟପ ନିଶାଖୋର ବୋଲି କହିବ। ତ ଯିଏ ବୁଝିପାରୁନଥିବେ ସିଏ ଭିଡ଼ିଓକୁ ରିଭର୍ସ କରି ନିଶ୍ଚିନ୍ତ ଶୁଣିବେ, ଆଉ ମୋ ଆଶା ନିଶ୍ଚିନ୍ତ ବୁଝିପାରିବେ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନାସାଗ୍ର ଚେପ୍ଟା ସେପରି ସ୍ତ୍ରୀମାନଙ୍କୁ ଅନ୍ୟର ଚାକରାଣୀ ଓ ସେବାକାରୀ ବୋଲି କହିବ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ନାରୀମାନଙ୍କର ନାସା କ୍ଷୁଦ୍ର କିମ୍ବା ଅତି କ୍ଷୁଦ୍ର ସେହି ସ୍ତ୍ରୀମାନଙ୍କୁ କଳିହୁଡ଼ି ବା ମନ୍ଦବୁଦ୍ଧିଯୁକ୍ତ ବୋଲି କହିବ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନାସାଗ୍ର କୁଞ୍ଚିତ ତଥା ରକ୍ତବର୍ଣ୍ଣ ସଦୃଶ୍ୟ ସେପରି ସ୍ତ୍ରୀମାନଙ୍କୁ ଖଳବୁଦ୍ଧିଯୁକ୍ତ ଓ ଚିର ଦୁଃଖ ଭୋଗିନୀ ବୋଲି କହିବ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ସ୍ତ୍ରୀମାନଙ୍କର ନାସାର ଅଗ୍ରଭାଗ ମୋଟାଳିଆ ତଥା ଉଚ୍ଚ ଓ ମଧ୍ୟଭାଗ ନୀଚ ସେପରି ସ୍ତ୍ରୀମାନଙ୍କୁ ଅଲକ୍ଷଣୀ ହତଲକ୍ଷ୍ମୀ ଭାବରେ ବିବେଚନ କରିବ। ତ ଚାଲନ୍ତୁ ଆଗକୁ ଯିବା। ଯେଉଁ ନାରୀମାନଙ୍କର ନାସା ସୁଶୋଭିତ ଭାବରେ ଗୋଲ ଓ ସବଳଯୁକ୍ତ ସେମାନଙ୍କୁ ସମସ୍ତଙ୍କର ଆଦରଣୀୟ ବୋଲି କହିବ। ତ ଏଟା ମୁଁ ପୁଣି ଥରେ ଦୋହରାଇ ଦେଉଛି। ଯେଉଁ ନାରୀମାନଙ୍କର ନାସା ସୁଶୋଭିତ ଭାବରେ ଗୋଲ ଓ ସବଳୟୁ ପୁଣି ଥରେ। ଯେଉଁ ନାରୀମାନଙ୍କର ନାସା ସୁଶୋଭିତ ଭାବରେ ଗୋଲ ଓ ସବଳଯୁକ୍ତ ସେମାନଙ୍କୁ ସମସ୍ତଙ୍କର ଆଦରଣୀୟ ବୋଲି କହିବ। ତ ବନ୍ଧୁ ଆଜି ଆମେ ଜାଣିଲେ ନାସାର ଲକ୍ଷଣ। ଆମେ ପରବର୍ତ୍ତୀ ଭିଡ଼ିଓରେ ଜାଣିବା ସ୍ତ୍ରୀମାନଙ୍କର ଜାତକ ଦେଖି କହନ୍ତୁ। ତ ସେହି ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ଦେଖୁଥାନ୍ତୁ। କିଛି ବି ଆପଣଙ୍କ ମନରେ ଆସୁଛି କମେଣ୍ଟରେ ଜଣାନ୍ତୁ। ସେହି ପର୍ଯ୍ୟନ୍ତ ନମସ୍କାର।